ଖଣ୍ଡପଡ଼ା ଉପକୋଷାଗାର ବିଭାଗରେ ଭିଜିଲାନ୍ସ ବିଭାଗର ଚଢ଼ାଉ 3000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବରିଷ୍ଠ କିରାଣୀ ସରୋଜ କୁମାର ସାହୁ। ଘଟଣାରୁ ପ୍ରକାଶ, ଜୈନିକ ରେଡ଼ିଓଗ୍ରାଫର ମଣ୍ଡଳ ମୁର୍ମୁ ନାମକ ବ୍ୟକ୍ତିଙ୍କ ପେନ୍ସନ୍ କରାଇଦେବା ପାଇଁ ମୁର୍ମୁ ଓ ସାହୁଙ୍କ ମଧ୍ୟରେ 10,000 ଟଙ୍କାର ଡିଲ୍ ହୋଇଥିଲା ଏବଂ 2ଟି କିସ୍ତିରେ ସରୋଜ ସାହୁ ମଣ୍ଡଳ ମୁର୍ମୁଙ୍କ ଠାରୁ 5,000 ଟଙ୍କା ନେଇସାରିଥିଲେ। ହେଲେ ଆଜି ଆଉ 3,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ନୟାଗଡ଼ ଜିଲ୍ଲା ଭିଜିଲାନ୍ସ ବିଭାଗ ଓ ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ଏକ ଟିମ୍ ମିଶିକରି ଏହି ଚଢ଼ାଉ କରିଥିବା ବେଳେ ସରୋଜ ସାହୁଙ୍କ ଠାରୁ 3,000 ଟଙ୍କା ଜବତ କରିବା ସହିତ ତାଙ୍କୁ ଭୁବନେଶ୍ୱରକୁ ଅଧିକ ତଦନ୍ତ ନିମନ୍ତେ ନିଆଯାଇଛି। ଅଭିଯୁକ୍ତ ଶ୍ରୀ ସାହୁଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଥିବା ବେଳେ ସେ ରହୁଥିବା ଖଣ୍ଡପଡ଼ା ପୋଷ୍ଟ ଅଫିସ ନିକଟସ୍ଥ ଘରେ ଭିଜିଲାନ୍ସ ବିଭାଗର ଏକ ଟିମ୍ ଅଧିକ ଖୋଳତାଡ଼ ଚଳାଇଛନ୍ତି। ଭିଜିଲାନ୍ସ ବିଭାଗର ଏହି ଚଢ଼ାଉକୁ ନେଇ ଆଜି ଦିନସାରା ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଚାଲୁ ରହିଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।